ରୋହିତ ଶର୍ମା ଟି20 ଇଣ୍ଟରନ୍ୟାସନାଲରୁ ଅବସର ନେବା ପରେ ଭାରତର ପରବର୍ତ୍ତୀ ଟି20 ଅଧିନାୟକଙ୍କୁ ଖୋଜା ଚାଲିଛି। ସୂର୍ଯ୍ୟ କୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ରିପୋର୍ଟ ଅନୁଯାୟୀ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏହି ପଦ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କୁ ସମର୍ଥନ କରିଥିଲେ ଏବଂ ସୂର୍ଯ୍ୟଙ୍କୁ ରୋହିତ ଶର୍ମା ଭୋଟ୍ ଦେଇଥିଲେ। ନିକଟରେ ଭାରତ ଜିମ୍ବାୱେ ଗସ୍ତ କରିଥିଲା, ଯେଉଁଠାରେ ଶୁଭମନ ଗିଲଙ୍କୁ ଅଧିନାୟକତ୍ୱ ଦିଆଯାଇଥିଲା, କିନ୍ତୁ ତାଙ୍କୁ ଏହି ଯାତ୍ରା ପାଇଁ ଏହି ଦାୟିତ୍ୱ ଦିଆଯାଇଥିଲା। କ୍ରିକେଟର ସବୁଠାରୁ କମ୍ ଫର୍ମାଟରେ ବିସିସିଆଇ ନିୟମିତ ଅଧିନାୟକ ଚାହୁଁଛି। ଏଥିପାଇଁ ସେ ଗୌତମ ଗମ୍ଭୀର ଏବଂ ରୋହିତ ଶର୍ମାଙ୍କ ପରାମର୍ଶ ମଧ୍ୟ ନେଇଥିଲେ। ରିପୋର୍ଟ ଅନୁଯାୟୀ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ କରିବା ବିଷୟରେ ଉଭୟ ଆଲୋଚନା କରିଛନ୍ତି। ଏହାର ଅର୍ଥ ହେଉଛି ରୋହିତଙ୍କ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ହୋଇପାରିବେ ନାହିଁ। ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱ ନ ହେବା ପଛରେ ଏକ ପ୍ରମୁଖ କାରଣ ହେଉଛି ତାଙ୍କର ଆଘାତ ସମସ୍ୟା। ଏପରି ପରିସ୍ଥିତିରେ ଟିମ୍ ଇଣ୍ଡିଆ ଜଣେ ନୂତନ ଅଧିନାୟକ ଆବଶ୍ୟକ କରିପାରନ୍ତି। ଯେତେବେଳେ ବିସିସିଆଇ ଅଧିନାୟକତ୍ୱରେ ଦୀର୍ଘକାଳୀନ ସମାଧାନ ଚାହୁଁଛି, ଉଭୟ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟ କୁମାର ଯାଦବ କିଛି ମ୍ୟାଚ୍ରେ ଭାରତର ଅଧିନାୟକତ୍ୱ କରିଛନ୍ତି ଏବଂ ସେମାନେ ବିଜୟୀ ଦେଇଛନ୍ତି। ଏହାର କାରଣରୁ ଉଭୟ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟ କୁମାର ଯାଦବ କ୍ୟାପ୍ଟେନ୍ ହେବାର ଦାବି ରହିଛି।